ଏବେ ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଏଣିକି ଚାଉଳ ସହ ଗହମ ମିଳିବ। ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଚଳିତ ମାସରେ ମିଳିବ ଗହମ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ପଠାଇଥିବା ଗହମ ବଣ୍ଟନ କରାଯିବ। ବର୍ତ୍ତମାନ ଯେତିକି ଗହମ ମହଜୁଦ ଅଛି, ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଯୋଗାଣ ହିତାଧିକାରୀଙ୍କୁ କୁହାଯାଇଛି। ଦୀର୍ଘଦିନ ଧରି ଗହମ ମହଜୁଦ ଥିବାରୁ ଏହାକୁ ନଷ୍ଟ ନ କରି ବଣ୍ଟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରକୁ ଗହମ ଆସିଲେ ତାହା ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ହିତାଧିକାରୀଙ୍କୁ ଗହମ ବଣ୍ଟନ ପାଇଁ ଗତବର୍ଷ ବିଭିନ୍ନ ଜିଲ୍ଲାକୁ ଗହମ ପଠାଯାଇଥିଲା। ମାତ୍ର ପରିବହନ ସଂସ୍ଥା ଚୂଡ଼ାନ୍ତରେ ବିଳମ୍ବ ଯୋଗୁଁ ଏ ଗହମ ବଣ୍ଟାଯାଇନଥିଲା। ଦୀର୍ଘ ମାସ ହେବ ବିଭିନ୍ନ ଜିଲ୍ଲାରେ ଗହମ ଗଚ୍ଛିତ ଥିବାବେଳେ ଏହା ନଷ୍ଟ ହେବା ଆଶଙ୍କା ରହିଛି। ଗହମ ନଷ୍ଟ ହେବା ପୂର୍ବରୁ ଏହାକୁ ବାଣ୍ଟିବାକୁ ବର୍ତ୍ତମାନ ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି।